କୋରାପୁଟର ଅଗନାଗନୀ ଜଙ୍ଗଲରେ ଫରେଷ୍ଟର ହିସାବରେ ଯୋଗ ଦେଇଥାଏ ସୁମିତ। ଚାକିରି ଜଏନ୍ କରିବାରୁ ଜାଣିଲା ଏବେ ଜଙ୍ଗଲରେ ଚୋରି ପ୍ରବଳ ଭାବରେ ବଢ଼ିଯାଇଛି। ନୂଆ ଚାକିରିକୁ ପ୍ରବଳ କାମ, ତା ସାଙ୍ଗରେ ପ୍ରାୟ ରାତିରେ ଜଙ୍ଗଲରେ ଡ୍ୟୁଟି କରିବାକୁ ପଡ଼େ। କେବେ କାଠଚୋର ତ କେବେ ଶିକାରୀମାନଙ୍କର ଗତିବିଧି ଲୁଚି ରହି ନିରୀକ୍ଷଣ କରିବାକୁ ହୁଏ। ସୁମିତ ସେଥିପାଇଁ ଲଗାତାର ଗୋଟିଏ ଉଚ୍ଚ ଜାଗାର ସନ୍ଧାନରେ ଥାଏ ଓ ନିଜ କର୍ମଚାରୀମାନଙ୍କୁ ଗୁପ୍ତ ମଞ୍ଚା ଗୋଟିଏ ବାନ୍ଧିବାର ନିର୍ଦ୍ଦେଶ ଦେଇଥାଏ। କାଠ ମାଫିଆ ଖୁବ୍ ମାତିଥାନ୍ତେ। ଅନେକ ଦାମୀ ଶିଶୁ ଚନ୍ଦନ ଗଛ କାଟି ଚୋରି କରି ନେଉଥିବାର ଖବର ହସ୍ତଗତ ହେଉଥାଏ। ତା ସାଙ୍ଗକୁ ବନ୍ୟପ୍ରାଣୀମାନଙ୍କର ଜୀବନ ମଧ୍ୟ ନେଉଥିବାର ବହୁତ ଘଟଣା ଘଟିବାକୁ ଲାଗିଥିଲା। ସେଥିପାଇଁ ଉପର ଅଫିସର ଏହାର ତଦାରଖ କରିବାକୁ ସୁମିତ ଆଉ 3 ଜଣ ଫରେଷ୍ଟର ଗାର୍ଡକୁ ସେଠାରେ ନିଯୁକ୍ତି କରିଥାନ୍ତେ। ସୁମିତ ଭାରି ବ୍ୟସ୍ତ ହେଉଥାଏ କେମିତି ଏସବୁ ରୋକିବ ବୋଲି। ଦିନେ ଜଙ୍ଗଲରେ ବୁଲୁଥିବା ବେଳେ ଏକ ମୁଣ୍ଡିଆଟିଏ ଦେଖିଲା। ସେଠି ଗୁପ୍ତ ନିରୀକ୍ଷଣ ପାଇଁ ମଞ୍ଚା ବାନ୍ଧିବାକୁ ମନସ୍ଥ କଲା। ସେଠି ଗୋଟିଏ ଗଛ ତଳେ ଠାକୁରଙ୍କର ଆସ୍ଥାନଟିଏ ଥାଏ। ସେଇଟିକୁ ସେଠାରୁ ସ୍ଥାନାନ୍ତରିତ କରିବାକୁ ପଡ଼ିବ ବୋଲି ଭାବୁଥାଏ। ଏତିକିବେଳେ ତାଙ୍କ କର୍ମଚାରୀ ଭିତରେ ଥିବା ଆଦିବାସୀଟିଏ ଏ କଥାଟି ଜାଣିଲା। ଖୁବ୍ ଭୟଭୀତ ହୋଇ ପାଟି କରି କହିବାକୁ ଲାଗିଲା, ବାବୁ ମୋ ମାଆକୁ ଉଠାନି ଏ ଜାଗାରୁ, ନହେଲେ ଜଙ୍ଗଲରେ ପ୍ରଳୟ ଆସିଯିବ। ସେ ଜଗି ରଖିଛି ସବୁ ଡୁମାମାନଙ୍କୁ। ତୁ ନୂଆ ବାବୁ ଜାଣିନୁ କେତେ ପ୍ରାଣ ନେଇଛି ଡୁମା ଆମ କବିଲାବାଲାଙ୍କର। ସୁମିତ ଏସବୁକୁ ଅନ୍ଧବିଶ୍ୱାସ କହି ଉଡ଼ାଇ ଦେଲା। ଠାକୁରାଣୀଙ୍କ ଆସ୍ଥାନକୁ ସସମାନେ ଗାଁ ଭିତରକୁ ନେଇଯିବାକୁ ନିର୍ଦ୍ଦେଶ ଦେଲା। ଆଉ ଜଙ୍ଗଲର ଗତିବିଧି ନିରୀକ୍ଷଣ ପାଇଁ ସେ ବଡ଼ ଗଛଟିରେ ଅସ୍ଥାୟୀ ମଞ୍ଚା ତିଆରି ଆରମ୍ଭ ହେଲା। ଜଙ୍ଗଲରେ ପ୍ରଥମ ରାତି। ଶୀତ ରାତି ସାଙ୍ଗକୁ ଚାରିଆଡ଼େ ବନ୍ୟପ୍ରାଣୀଙ୍କର ଚିତ୍କାର ମନରେ ଭୟ ସଞ୍ଚାର କରୁଥାଏ। ଏହି ସମୟରେ ଆଦିବାସୀ ଫରେଷ୍ଟର ଗାର୍ଡ କହିବା ଆରମ୍ଭ କଲା, ବାବୁ ମୁଁ ଆଉ ମୋ ପରିବାର ଏ ଜାଗାରେ ଅନେକ ବର୍ଷ ହେଲା ହିଁ ରହିଆସିଛୁ। ମା ଠାକୁରାଣୀ ଆମକୁ ସବୁ ଦୁଷ୍ଟ ଆତ୍ମା ଡୁମାଠାରୁ ବଞ୍ଚାଇ ରଖିছে। ସେ ନଥିବା ବେଳେ ଏ ବନରେ ଦିନବେଳେ ବି ଲୋକ ପଶିବାକୁ ସାହସ କରନ୍ତିନି। ରାତି ତ ଦୂରର କଥା, ଆପଣ ସମସ୍ତେ କେମିତି ରାତି ଡ୍ୟୁଟିରୁ ଛାଡ଼ ପାଇବେ ଟିକେ କୁହନ୍ତେନି। ଠାକୁରାଣୀ ନଥିଲା ବେଳେ ଏ ଜଙ୍ଗଲ ଜମା ବି ନିରାପଦ ନୁହେଁ। ଏ ଜଙ୍ଗଲର ବନ୍ୟପ୍ରାଣୀ କି ଚୋର ଏତେ ଭୟାନକ ନୁହନ୍ତି। ଅସଲ ଭୟ ସହ ମୁହାଁମୁହିଁ ହୋଇନାହାନ୍ତି ଆପଣମାନେ। ଆଉ ଠିକ୍ ସେତିକିବେଳେ ହଠାତ୍ ଅନ୍ଧାରିଆ ଜଙ୍ଗଲ ଭିତରକୁ ଦେଖି ଚୁପ୍ ହୋଇଗଲା ସେ। ମନେ ମନେ ଆଖି ବୁଜି କିଛି ମନ୍ତ୍ର ଜପିବାକୁ ଲାଗିଲା। ସୁମିତକୁ ବହୁତ ହସ ଲାଗିଲା। ଅନ୍ୟ 2 ଜଣ ବି ତାକୁ ଦେଖି ହସୁଥାନ୍ତି। ଏମିତିରେ ବି ଆଦିବାସୀମାନେ ଟିକେ ଅଧିକ ଅନ୍ଧବିଶ୍ୱାସୀ। ସାରା ରାତି ଜଗିବା ପରେ ପାହାନ୍ତିଆ ପହର ବେଳକୁ ସେମାନେ ଶୋଇପଡ଼ିଲେ। ହଠାତ୍ ସୁମିତ କେମିତି ଗୋଟିଏ ଅସ୍ୱସ୍ତି ଭାବରେ ଉଠି ପଡ଼ିଲା। ତାକୁ ଲାଗିଲା ପାଖ ତେନ୍ତୁଳି ଗଛଟିର ମୂଳରେ କେହି ଜଣେ ଜାକି ଜୁକି ହୋଇ ବସିଛି ଓ ତା ଆଡ଼କୁ ଚାହିଁ ରହିଛି। ତରତରରେ ଟର୍ଚ୍ଚ ପକାଇଲା ବେଳକୁ ସେଠାରେ କେହି ନାହାନ୍ତି। ସେ ଭାବିଲା ବନ୍ୟଜନ୍ତୁ ଆସିଥିବେ। ସକାଳ ହେବା ପରେ ସେମାନେ ନିଜ ନିଜ ବସା ଘରକୁ ଫେରି ଆସିଲେ। ସୁମିତ ନିଜ କାମ ସାରି ଖାଇ ଟିକେ ଶୋଇପଡ଼ିଛି। ସ୍ୱପ୍ନରେ ସେ କାଲି ରାତିରେ ସେ ଜାକି ଜୁକି ହୋଇ ବସିଥିବା ଆକୃତିକୁ ଦେଖି ଧଡ଼ପଡ଼ ହୋଇ ଉଠି ପଡ଼ିଲା। ଦେହ ସାରା ଗମ ଗମ ଝାଳ। ଭାବିଲା ସେ ମୂର୍ଖ ଫରେଷ୍ଟର କଥା ଟିକେ ସେ ବେଶୀ ଭାବି ଦେଉଛି। ସବୁଦିନ ରାତିରେ ଡ୍ୟୁଟି ଚାଲିଥାଏ। ଆଶ୍ଚର୍ଯ୍ୟଜନକ ଭାବରେ ଚୋରି ବନ୍ଦ ହୋଇଯାଇଥାଏ। କିନ୍ତୁ ଆଉ ଗୋଟିଏ କଥା ସମସ୍ତଙ୍କୁ ଆଉ ସୁମିତକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଥାଏ କି ପ୍ରତିଦିନ ଅକାରଣରେ ବହୁତ ପ୍ରାଣୀମାନଙ୍କର ମୃତଦେହ ମିଳିବାକୁ ଲାଗିଥିଲା। କୌଣସି କ୍ଷତ କି କିଛି ନଥାଇ ବି ସେମାନେ ମରିଯାଉଥିଲେ। ଜଙ୍ଗଲରେ ଚହଳ ପଡ଼ିଗଲା ଯେଉଁଦିନ ଏକ କାଠଚୋରର ମୃତଦେହ ମିଳିଲା। ସୁମିତ ଚୁପଚାପ ଠିଆ ହୋଇ ଭାବୁଥିଲା, କାରଣ ସେମାନଙ୍କ ଅଜାଣତରେ ଚୋର କେତେବେଳେ ଆସି ଚୋରି ଉଦ୍ୟମ କରିଛି। ପୁଣି ଦେହରେ କୌଣସି କ୍ଷତ ନଥାଏ ସେ କେମିତି ମରିଲା। ପୋଷ୍ଟମର୍ଟମର ରିପୋର୍ଟ ଆହୁରି ଚିନ୍ତା ବଢ଼ାଇବା ପରି ଥିଲା। କୌଣସି କାରଣରୁ ହୃତ୍କ୍ରିୟା ବନ୍ଦ ହୋଇଯିବାରୁ ମୃତ୍ୟୁ ହୋଇଥିଲା। ଆଉ ଶରୀର ସମ୍ପୂର୍ଣ୍ଣ ରକ୍ତଶୂନ୍ୟ ହୋଇଯାଇଥିଲା। ଆଦିବାସୀ ଗାର୍ଡଟି ଭୟଭୀତ ହୋଇ ରାତିରେ ଆଉ ଡ୍ୟୁଟି ଆସିବାକୁ ମନା କରୁଥାଏ।
ବାରମ୍ବାର କହୁଥାଏ, ବାବୁ ମା ଠାକୁରାଣୀ ଜଙ୍ଗଲରୁ ଗଲା ପରେ ଡୁମା ମାତିଛି, ସେ ହିଁ ସମସ୍ତଙ୍କୁ ଖାଉଛି, ସମସ୍ତଙ୍କୁ ମାରିଦେବ ସେ। ସୁମିତ କିନ୍ତୁ ଏବେ ବି ଅବିଶ୍ୱାସରେ ଥାଏ ସେ ଆଦିବାସୀ ଲୋକ କଥାରେ। ଓଲଟା କାଠ ଚୋରି କମିଯିବା ଫଳରେ ସେ ଟିକେ ଖୁସି ଥାଏ। ଦିନେ ତା ସାଙ୍ଗ ବିନୋଦ ତା ପାଖକୁ ବୁଲିବାକୁ ଆସିଥାଏ। ସେମାନେ ସାଙ୍ଗ ହୋଇ ରାତିରେ ମଞ୍ଚା ଉପରେ ରହିବାର ପ୍ଲାନ୍ କରିଥାନ୍ତେ। ରାତି ହେବାରୁ ଗାର୍ଡକୁ ଧରି ସେମାନେ ଜଙ୍ଗଲକୁ ଚାଲିଗଲେ। ବିନୋଦ ତାର କ୍ୟାମେରା ନେଇଯାଇଥାଏ। ବୁଲି ବୁଲି ଫଟୋ ଉଠାଉଥାଏ। ରାତିରେ ଖାଇବା ପରେ ବସି ଫଟୋ ଗୁଡ଼ିକ ଦେଖିଲା ବେଳେ ପ୍ରତି ଫଟୋରେ ଏକ ଆଶ୍ଚର୍ଯ୍ୟଜନକ ଆକୃତି କେଉଁଠି ନା କେଉଁଠି ଜାକିଜୁକି ହୋଇ ବସିଥିବାର ସେ ଦେଖି ଟିକେ ଭୟ ପାଇଲା। ଭୂତପ୍ରେତକୁ ବହୁତ ଭୟ ତାର। ସେ ସୁମିତକୁ ଫଟୋ ଦେଖାଇଲା। ସୁମିତ୍ର ମୁହଁ ଟିକେ ଶୁଖିଗଲା। ଲାଗୁଥାଏ ସେ ବି ଭୟ ପାଇଯାଇଥିଲା। ପୁଣି ଥରେ ପାଖ ଗଛ ମୂଳରେ ସମାନ ଆକୃତି ଦେଖି ଟର୍ଚ୍ଚ ପକାଇଲା। ଆକୃତିଟି ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଗଲା। ଏବେ ସୁମିତ ମନରେ ବି ଭୟ ଘର କରିନେଲା। ସେ ତା ପରଦିନ ଛୁଟି ମାଗି ଘରକୁ ଯିବାକୁ ଅନୁମତି ମାଗିଲା। କିଛି ଦିନ ଏ ପରିବେଶଠୁ ଦୂରେଇବାକୁ ଚାହୁଁଥିଲା ସେ। ଛୁଟି ବି ସଙ୍ଗେ ସଙ୍ଗେ ମିଳିଗଲା ତାକୁ। ବିନୋଦ ଆଉ ସେ ଭୁବନେଶ୍ୱର ପାଇଁ ବାହାରି ପଡ଼ିଲେ। ଟିକେ ହାଲକା ଲାଗୁଥାଏ ତାକୁ। ଧୀରେ ଗାଡ଼ି ଚଲାଇ ଫେରୁଥାନ୍ତି ଦୁଇ ସାଙ୍ଗ। ପାଖାପାଖି 200 କିଲୋମିଟର ଚଲେଇବା ପରେ ଅଣ୍ଟା ସିଧା କରିବାକୁ ବାଟରେ ଏକ ଫାଙ୍କା ଜାଗା ଦେଖି ଟିକେ ଓହ୍ଲାଇ ପଡ଼ିଲେ। ଟିକେ ସମୟ ସେଠି ବସି ଆଣିଥିବା ଚାହା ପିଇ ଯିବାକୁ ବାହାରିଲା ବେଳକୁ ହଠାତ୍ ସୁମିତ ଆଖିରେ ପଡ଼ିଲା ସେଇ ଆକୃତି। ଜାକିଜୁକି ହୋଇ ସେ ଏକ ଗଛ ମୂଳରେ ବସିଛି। ପ୍ରଥମ ଥର ପାଇଁ ସେ ଆକୃତି ଉଠି ଠିଆ ହେଲା। ଯେମିତି 7 ଫୁଟର ଜୀର୍ଣ୍ଣ ଶୀର୍ଣ୍ଣ କଙ୍କାଳ ପ୍ରାୟ ଦିଶୁଥିଲା ସେ। ମୁଣ୍ଡରୁ ଗୋଡ଼ ଯାଏଁ କଳା ରଙ୍ଗର ଚାଦରରେ ଆବୃତ। ଧୀରେ ଧୀରେ ତାଙ୍କ ଆଡ଼କୁ ପାଦ ବଢ଼ାଉଥାଏ ତାର। ସୁମିତ ଆଉ ବିନୋଦର ରକ୍ତ ପାଣି ଫାଟି ସାରିଥାଏ। ଭୟରେ ଗାଡ଼ି ଆଡ଼କୁ ଦୌଡ଼ି ବିଜୁଳି ବେଗରେ ଗାଡ଼ି ଚଲାଇ ଘର ଆଡ଼କୁ ମୁହାଁଇଲେ। ରାସ୍ତା ସାରା ଦୁହେଁ ନୀରବ। ନିଜ ଆଖିକୁ ବିଶ୍ୱାସ ହେଉନଥାଏ। ମଝିରେ ମଝିରେ କିନ୍ତୁ ସୁମିତକୁ ବୁଦାଳିଆ ଜଙ୍ଗଲ ସ୍ଥାନରେ ସେହି ଆକୃତି ଦିଶୁଥାଏ। ଯେମିତି ତାଙ୍କୁ ପିଛା କରୁଛି ସିଏ। ଗାଡ଼ି ଶେଷରେ ଘରେ ପହଞ୍ଚିଲା। ସୁମିତ ଶାନ୍ତିରେ ନିଶ୍ୱାସ ମାରିଲା। ବିନୋଦ ବି ଯଥାଶୀଘ୍ର ତାଙ୍କ ଘରକୁ ବାହାରିଗଲା। ବହୁତ ଡରି ଯାଇଥାଏ ସେ। ସୁମିତ ଏବେ ଟିକେ ନିଶ୍ୱାସ ମାରୁଥାଏ। ମ୍ୟାଗି ତିଆରି କରି ଖାଇନେଲା ଆଉ ଶୋଇବାକୁ ଚାଲିଗଲା। ଏତେ ମାନସିକ ଦ୍ୱନ୍ଦ୍ୱ ଆଉ ଭୟ ତା ଜୀବନରେ ପ୍ରଥମ ଥର ଥିଲା। ଖୁବ୍ ଥକି ଯାଇଥିଲା ସେ। ଖୁବ୍ ଶୀଘ୍ର ତାକୁ ନିଦ ଆସିଗଲା। ରାତି ପ୍ରାୟ ଅଧା ହେବ। ବହୁତ ଥଣ୍ଡା ଲାଗିବାରୁ ଉଠି ପଡ଼ିଲା ସୁମିତ। ଉଠୁ ଉଠୁ ଆଖିରେ ପଡ଼ିଲା ତା ରୁମ୍ରେ ଥିବା ଚୌକି ଆଡ଼େ। ଲାଗିଲା ସେହି ଆକୃତି ଯେମିତି ଜାକିଜୁକି ହୋଇ ସେଠି ବସିଛି। ସେ ଚଟ୍ କରି ଲାଇଟ୍ ଅନ୍ କରିଲା। ଦେଖିଲା ବେଳକୁ ସେ ପକାଇଥିବା ଲୁଗାପଟା ସବୁ ଅନ୍ଧାରରେ ସେଇଭଳି ଭ୍ରମ ସୃଷ୍ଟି କରୁଛି। ମନକୁ ମନ ହସି କମ୍ବଳଟି ଟାଣି ନେଇ ଲାଇଟ୍ ଅଫ୍ କରିବାକୁ ହାତ ବଢ଼ାଇବା କ୍ଷଣି ସ୍ତବ୍ଧ ହୋଇଗଲା ସୁମିତ। ଲ୍ୟାମ୍ପ ପାଖରେ ସେଇ 7 ଫୁଟର ଭୟାନକ ଆକୃତିରେ ଜ୍ୱଳନ୍ତା ଅଙ୍ଗାର ପରି ଆଖି ଆଉ ମୁନିଆ ଦାନ୍ତ ଥିବା ମୁହଁଟି ଜାକିଜୁକି ହୋଇ ବସି ତା ଆଡ଼କୁ ଏକ ପୈଶାଚିକ ହସ ଫିଙ୍ଗୁଥାଏ। କିଛି ସମୟ ପରେ ଏକ ବୁକୁ ଫଟା ଚିତ୍କାରରେ ସମ୍ପୂର୍ଣ୍ଣ କଲୋନୀ ଥରି ଉଠିଲା। ଆଉ ପାଖ ତେନ୍ତୁଳି ଗଛ ଉପରୁ ଦଳେ ରାତ୍ରିଚର ପକ୍ଷୀ ଦୂରକୁ ଉଡ଼ିଗଲେ। ଅନ୍ଧାର କିଟମିଟ ରାତି। ଆକାଶରେ ବାଦଲ ଜହ୍ନ ସହ ଲୁଚକାଳି ଖେଳୁଛି। ଏକ ଘଞ୍ଚ ଜଙ୍ଗଲ ଭିତରେ ଲୁଚି ବସିଛି ଗୋଟିଏ ଛୋଟ ଝିଅଟିଏ। ଝିପଝିପ ବର୍ଷା ସାଙ୍ଗକୁ ଘଡ଼ଘଡ଼ିର ସେ ଭୟଙ୍କର ରଡ଼ି ଝିଅଟିର ଭୟକୁ ଆହୁରି ବଢ଼ାଇ ଦେଉଥାଏ। ନିଛାଟିଆ ଜଙ୍ଗଲ ଭିତରେ କେହି ନାହାନ୍ତି ତାକୁ ସାହାରା ଦେବା ପାଇଁ। ଯାହା ବି ହେଉ ତାକୁ ଅପେକ୍ଷା କରିବାକୁ ହେବ ସକାଳର ସୂର୍ଯ୍ୟୋଦୟ ଯାଏଁ। ରାତି ବଢ଼ି ବଢ଼ି ଚାଲିଥାଏ। ଆଖି ଟିକେ ଲାଗି ଯାଇଥାଏ ତାର। ହଠାତ୍ କେହି ଜଣେ ଆସିବାର ପାଦ ଶବ୍ଦ ଶୁଭିଲା। ତା ନିଦ ଭାଙ୍ଗିଗଲା। ଚାରିଆଡ଼େ ସେ ଦେଖିଲା ହେଲେ କେହି ବି ନାହାନ୍ତି। ହଠାତ୍ କେହି ଜଣେ କାନ୍ଦିବାର ଶବ୍ଦ ତାକୁ ଶୁଣାଗଲା। ସେ ଚମକି ପଡ଼ି ସେଠାରୁ ଉଠିଗଲା। ଏତେ ରାତିରେ ନିଛାଟିଆ ଜଙ୍ଗଲରେ କିଏ? ତାକୁ ଟିକେ ସାହସ ଆସିଲା କି ବୋଧେ
କେହି ତା ପାଇଁ ଆସିଛି। ସେ ଯେ ବି ହେଉ, କେହି ଜଣେ ତା ପାଖରେ ରହିଲେ ତାକୁ ବେଶୀ ଭୟ ଲାଗିବନି। ସେ ସଙ୍ଗେ ସଙ୍ଗେ ସେ କାନ୍ଦ ସ୍ୱରକୁ ଅନୁସରଣ କରି ଆଗକୁ ବଢ଼ିଲା। ଦେଖିଲା ଏକ ବିରାଟ ବରଗଛ। ବରଗଛ ମୂଳେ ଧଳା ଲୁଗା ପିନ୍ଧି ଗୋଟିଏ ସ୍ତ୍ରୀ ଲୋକ ତଳକୁ ମୁହଁ କରି ବସିଛି। ସେ ସ୍ତ୍ରୀ ଲୋକ ପାଖକୁ ଗଲା, ପଚାରିଲା, ମା ତୁମେ କିଏ? ଆଉ କ'ଣ ହୋଇଛି ତୁମର? ହଠାତ୍ ସେ ସ୍ତ୍ରୀ ଲୋକର କାନ୍ଦ ବନ୍ଦ ହୋଇଗଲା। ସେ ଯେପରି ମୁଣ୍ଡ ଉପରକୁ ଉଠାଇଲା। ଝିଅଟି ଡରିଗଲା, କାହିଁକିନା ସେ ସ୍ତ୍ରୀ ଲୋକର ମୁହଁରେ ଅନେକ ଖଣ୍ଡିଆ ହୋଇଥିଲା। ବହୁତ ଭୟାନକ ଦିଶୁଥିଲା ସେ। ସେ ସ୍ତ୍ରୀ ଲୋକ ସେଠୁ ଉଠିଗଲା ଆଉ ଭୟଙ୍କର ସ୍ୱରରେ ପଚାରିଲା, କିଏ ତୁ? ଏତେ ରାତିରେ ଏ ଜଙ୍ଗଲରେ ତୁ କ'ଣ କରୁଛୁ? ତାର ସେ ଭୟଙ୍କର ସ୍ୱର ଶୁଣି ଝିଅଟି ଡରିଗଲା ଆଉ ନିଜ କଅଁଳ ସ୍ୱରରେ କହିଲା, ମୁଁ ଜଣେ ଭିକାରୁଣୀ ମା। ଭିକ ମାଗି ଫେରୁ ଫେରୁ ରାସ୍ତାରେ ବହୁତ ଜୋରରେ ବର୍ଷା ହେଲା, ତେଣୁ ମୁଁ ଜଙ୍ଗଲ ଭିତରକୁ ଚାଲି ଆସିଲି। ସେ ସ୍ତ୍ରୀ ଲୋକଟି କହିଲା, ତୁ କ'ଣ ଆଉ କେଉଁଠି ଜାଗା ପାଇଲୁନି? ତୋତେ ଏ ଜଙ୍ଗଲ ଦେଖାଗଲା। ତାପରେ ସେ ଝିଅଟି କହିଲା, ତାର ଏ ଦୁନିଆରେ କେହି ନାହାନ୍ତି। ଲୋକେ କୁହନ୍ତି ସେ କାଳେ ରାସ୍ତାରେ ପଡ଼ିଥିଲା। ଗୋଟିଏ ରିକ୍ସାବାଲା ପାଳିଥିଲା ତାକୁ, ହେଲେ ଦିନେ ସେ ରିକ୍ସାବାଲା କୁଆଡ଼େ ଗଲା ଯେ ଆଉ ଫେରିଲାନି। ସେଦିନଠାରୁ ସେ ଭିକ ମାଗେ। ତାପରେ ସେ ସ୍ତ୍ରୀ ଲୋକଟି ସେ ଝିଅ ପାଖକୁ ଆସିଲା ଆଉ କହିଲା, ମୁଁ ମଣିଷ ନୁହେଁ, ମୁଁ ଗୋଟିଏ ଅତୃପ୍ତ ଆତ୍ମା। ଯଦି ତୋ ଜାଗାରେ ଆଉ କେହି ଥାଆନ୍ତା, ମୁଁ ତାକୁ ମାରି ଦେଇଥାନ୍ତି। ସେ ଝିଅଟି ବହୁତ ଡରିଗଲା। ତାକୁ ଛାଡ଼ି ଦେବା ପାଇଁ ନେହୁରା ହେଲା। ସେ ସ୍ତ୍ରୀ ଲୋକଟି କହିଲା, ମୁଁ ତୋତେ ଛାଡ଼ିଦେବି, ହେଲେ ଗୋଟିଏ ସର୍ତ୍ତରେ, କି ତୁ ଆଉ କେବେ ବି ଏ ଜଙ୍ଗଲକୁ ଆସିବୁନି। ଝିଅଟି ତା କଥାରେ ହଁ ମାରିଲା। ତାପରେ ସେ ଅତୃପ୍ତ ଆତ୍ମାଟି ଝିଅ ପାଖକୁ ଯାଇ ତା କାନରେ ଗୋଟିଏ କଥା କହିଲା। ଜଙ୍ଗଲ ବାହାରକୁ ରାସ୍ତାରେ ଗୋଟିଏ କୂଅ ଅଛି। ସେ କୂଅରେ ଗୋଟିଏ ସୁନା ବାକ୍ସ ଅଛି। ଯଦି ସେ ବାକ୍ସକୁ ବାହାର କରିଦେବ, ତାକୁ ଜୀବନ ସାରା ଭିକ ମାଗିବାକୁ ପଡ଼ିବନି। କଥା ହେଉ ହେଉ ରାତି ସରିଗଲା। ଝିଅଟି ଖୁସିରେ ଆକାଶକୁ ଚାହିଁଲା। ସେତେବେଳେ ସେ ଝିଅଟି ସ୍ତ୍ରୀ ଲୋକକୁ ଅନାଇଲା। ସେ ସେଠି ନଥିଲା। ତାପରେ ସେ ଝିଅଟି ଜଙ୍ଗଲ ବାହାରକୁ ଗଲା ଆଉ ତାର ସେ କୂଅ ଉପରେ ନଜର ପଡ଼ିଲା। ସେ ସେହି କୂଅ ପାଖକୁ ଦୌଡ଼ିଗଲା ଆଉ କୂଅ ଭିତରକୁ ଅନାଇଲା। ଦେଖିଲା ସତରେ ଗୋଟିଏ ବାକ୍ସ ଭିତରେ ଅଛି। ସେ ସଙ୍ଗେ ସଙ୍ଗେ ପୋଲିସ ଷ୍ଟେସନ ଯାଇ ପୋଲିସକୁ ଡାକି ଆଣିଲା ଆଉ ପୋଲିସକୁ କୂଅ ଭିତରକୁ ଦେଖାଇ କହିଲା, ଏଇଟା ହେଉଛି ସେଇ ବାକ୍ସ। ପୁଲିସମାନେ କୂଅ ଭିତରୁ ବାକ୍ସକୁ ବାହାର କଲେ ଆଉ ସେ ବାକ୍ସକୁ ଖୋଲି ଦେଖିଲେ ସେଥିରେ ଗୋଟିଏ ସ୍ତ୍ରୀ ଲୋକର ଶବ ଥିଲା।